ଯଦି ତମେ ମାନେ ମୋ ଭିଡିଓ ଦେଖିଥିବ ମୁଁ କାଲି ଭିଡିଓରେ ତମକୁ କହିଥିଲି ଯେ ବହୁତ ଜଲ୍ଦି ତମର ଓ ଟ୍ରିପଲ ଏସି ତରଫରୁ 3000 ପ୍ଲସ୍ ନର୍ସିଂ ଅଫିସରର ଭେକେନ୍ସି ଆସିବା ପାଇଁ ଯାଉଛି। ଯୋଉମାନେ ମୋର କାଲିକା ଭିଡିଓ ଦେଖିଥିବ ସେମାନେ ଜାଣିଥିବ ଏବଂ ସେଇ ଭିଡିଓରେ ମୁଁ ଏଟା ବି କହିଥିଲି ଯେ ତମର ଏଇ ଭେକେନ୍ସିଟି ଅଳ୍ପ ଦିନ ଭିତରେ ତମର ଆସିଯିବ ଏବଂ ଫାଇନାଲି ଦେଖ ତମର ସେମିତି ହେଲା 11 ତାରିଖ ମାନେ ଆଜି ଦିନରେ ତମର ଓ ଟ୍ରିପଲ ଏସି ପାଖରୁ ଅଫିସିଆଲ ନୋଟିସ ଆସିଯାଇଛି ଯେ ତମର 5999ଟି ଗ୍ରୁପ ସି ରେ ନର୍ସିଂ ଅଫିସର ପାଇଁ ଭେକେନ୍ସି ଆସିବା ପାଇଁ ଯାଉଛି। ତ ଏଇ ଯୋଉ ଭେକେନ୍ସି ଗୁଡିକ ତମର ଆସିବ ଏଠି କୋଉମାନେ ଆବେଦନ କରିପାରିବେ, ତା ସହିତ ଆବେଦନ ବେଳେ ତୁମର କ୍ୱାଲିଫିକେସନ କଣ ଥିବା ଦରକାର, ତୁମର ଏଜ କ୍ରାଇଟେରିଆ କଣ, ମୁଁ ସବୁ କିଛି କହିବି। କିନ୍ତୁ ମନେ ରଖ 13 ଜୁନ ପାଖରୁ ଆର ଆବେଦନ ଷ୍ଟାର୍ଟ ହେବା ପାଇଁ ଯାଉଛି। 6 ଜୁଲାଇ ପର୍ଯ୍ୟନ୍ତ ତମର ଏଠି ଆବେଦନ ଚାଲିବ। କିନ୍ତୁ ତା ସହିତ ଆଉ ଗୋଟେ କଥା ମନେ ରଖ, ଓ ତ୍ରିପୁଲ ଏସି ପାଖରେ ବର୍ତ୍ତମାନ ସମୟରେ ବହୁତ ସାରା ଏମିତି ପଦବୀ ରହୁଛି ଯୋଉଟା କି ଆଗାମୀ ଦିନରେ ଆସିବା ପାଇଁ ଯାଉଛି। ତମେ କହିବ ସାର୍ କଣ କଣ ପଦବୀ? ଗୋଟେ ତୁମର ହେଲା କଣ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଏଇ ସବୁ ଭେକେନ୍ସି ଗୁଡିକ ତମର ଆଗାମୀ ଦିନରେ ଓ ଟ୍ରିପଲ ଏସି ପାଇଁ ଆସିବା ପାଇଁ ଯାଉଛି। ତ ଲକ୍ଷ୍ୟ କର ଏଇ ଯୋଉ ଓଡିଶା ପୋଲିସ ମଧ୍ୟ ଏଟା ବି ତମର ଗୋଟେ ରହୁଛି ମାନେ ଅପକମିଂ ରହୁଛି। କିନ୍ତୁ ଏଇ ଯୋଉ ପଞ୍ଚାୟତ ରହୁଛି ଏଇ ପଞ୍ଚାୟତ ପାଇଁ ଆମର ବର୍ତ୍ତମାନ ସମୟରେ ଗୋଟେ ନୂଆ ବେଚ୍ ଷ୍ଟାର୍ଟ ହେଇଛି ମାତ୍ର 499 ଟଙ୍କା 6 ମାସର ଭ୍ୟାଲିଡିଟି ରହୁଛି। ଯଦି ତୁମର ସ୍ୱପ୍ନ ଅଛି ଯେ ଏଥର ମୁଁ ନିଜ ପଞ୍ଚାୟତରେ ପିଓ ହେଇଗଲା କିମ୍ବା ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଚାକିରି କରିବି, ଏବେ ହିଁ ଭିଡିଓ ଡେସ୍କ୍ରିପସନକୁ ଯାଅ, ଏଠୁ ତମେ ମାନେ ଆମର ଯୋଉ କୋର୍ସ ଗୁଡିକ ରହିଛି ଆକୁ ନେଇକି ତୁମର ପ୍ରିପାରେସନ ଜର୍ଣ୍ଣିକୁ ଷ୍ଟାର୍ଟ କରିପାରିବ। ମନେ ରଖିଥାଅ ଏଇଟା ଗୋଟେ ତମମାନଙ୍କ ପାଇଁ ବହୁତ ବଡ ସୁଯୋଗ ଆଉ ଏମିତି ସୁଯୋଗ ଆଉ ଏବେ 2 ରୁ 3 ବର୍ଷ ଆସିବ ନାହିଁ। ତେଣୁ ଯଦି ତମେ ପ୍ରିପାରେସନ କରିବା ପାଇଁ ଚାହୁଁଛ ଏବେ ହିଁ ତମେ ମାନେ ଭିଡିଓ ଡେସ୍କ୍ରିପସନକୁ ଯାଅ ଏବଂ ସେଠି ଆମର ଯୋଉ ଲିଙ୍କ ରହିଛି ତାକୁ ଯାଇକି ନେଇପାର। ଏବଂ ଯଦି ତୁମକୁ ଫ୍ରିରେ ବୁକ୍ ଦରକାର ତାହେଲେ ମଧ୍ୟ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥିକି ଡାଉନଲୋଡ କରିକି ନେଇପାରିବ। ତ ଦେଖ ଏଠି ଯୋଉ ଆବେଦନ ରହିଛି এটা তোমার 13 জুন পাখରୁ ଆବେଦନ ଷ୍ଟାର୍ଟ ହେଉଛି ଏବଂ 13 ଜୁଲାଇ ପର୍ଯ୍ୟନ୍ତ তোমার ରହିଛି ଅନଲାଇନ ଆପ୍ଲିକେସନ ଆଉ ରେଜିଷ୍ଟ୍ରେସନର ଲାଷ୍ଟ ଡେଟ୍ ରହିଛି তোমার 6 ଜୁଲାଇ ଆଉ ଆବେଦନର ଲାଷ୍ଟ ଡେଟ୍ তোমার କେବେ ରହିଛି ନା 13 ଜୁଲାଇ ପର୍ଯ୍ୟନ୍ତ তোমার ରହିଛି। ଟୋଟାଲ তোমার 5999ଟି ଭେକେନ୍ସି। ତ ଏଇଟା তোমার 2020 ରେ ଯୋଉ ଆସିଥିଲା ମୁଁ ସେଇଟା ଦେଖଉଛି ଯେ କ୍ୱାଲିଫିକେସନ তোমার ଏଠି କଣ ରହିବ ଆଉ କଣ କଣ ଚେଞ୍ଜ ହେଇଛି। ପୂର୍ବରୁ ଦେଖ তোমার 21 ରୁ 32 ଥିଲା, ପୂର୍ବରୁ ଯୋଉ ବୟସ ଗୁଡିକ ଥିଲା ଏଗୁଡିକ 21 ରୁ 32 ଥିଲା, ବର୍ତ୍ତମାନ ସେଟା ତୁମର 21 ରୁ 42 ବର୍ଷ ହେଇଯାଇଛି। ମାନେ ତମ ବୟସ ଯଦି 21 ରୁ 42 ବର୍ଷ ଭିତରେ ରହୁଛି ତମେ ମାନେ ଏଠି ଆବେଦନ କରିପାରିବ। ପୂର୍ବରୁ ସେଟା ଥିଲା ଏବଂ ତା ସହିତ ଯଦି ତମେ ଏଠି ଜିଏନଏମ କରିଛ କିମ୍ବା ବିଏସସି ନର୍ସିଂ କରିଛ ତାହେଲେ ତମେ ମାନେ ଏଠି ଆବେଦନ କରିପାରିବ। ଆଉ ବହୁତ ସାରା ପିଲା ପଚାରୁଥିଲେ ସାର୍ ଡିଗ୍ରୀ ପିଲା କଣ ଆବେଦନ କରିପାରିବେ କି? ନା, ଡିଗ୍ରୀ ପିଲା ତୁମେ ମାନେ ଏଠି ଆବେଦନ କରିପାରିବେନି। ତମେ ଏଠି ଜିଏନଏମ କିମ୍ବା ଯଦି ବିଏସସି ନର୍ସିଂ କରିଛ ତାହେଲେ ତୁମେ ମାନେ ଏଠି ଆବେଦନ କରିପାରିବ ଏବଂ ତୁମ ବୟସ ଏତିକି ଭିତରେ ହେଇଥିବା ଦରକାର। এবং লক্ষ্য কর আউ কোন কোন না তুমি গোটে সিটিজেন ইন্ডিয়ার মানে সিটিজেন হইଥିବା দরকার এগুলি তো তোমার ଅଛି তুমি মানে আকু সব পড়ি পারিব। এক্সামিনেশন তোমার এটি গোটে হব এপ্লাই তুমি ও ত্রিপুল এসি র যে অফিসিয়াল সাইট রয়েছে ও ত্রিপুল এসি র যে রয়েছে ও ত্রিপুল এসি ডট যে তার গভর্নমেন্ট সাইট রয়েছে সেটু যাই তুমি মানে এটি আবেদন করি পারিব। আবেদন বেলে তোমার কিছু সার্টিফিকেট দরকার পড়িব, যেমিতি তোমার হেলা গোটে সার্টিফিকেট অফ তোমার নর্সিং কাউন্সিল সার্টিফিকেট, তুমি যদি এসটিএসসি করছ তা সার্টিফিকেট, 10 সার্টিফিকেট, ତା ସହିତ ତମର ହଉଛି ଯଦି ଏକ୍ସ ସର୍ଭିସମ୍ୟାନ ଅଛ ତା ସାର୍ଟିଫିକେଟ, ଯଦି ତମର କିଛି ୱାର୍କ ଏକ୍ସପିରିଏନ୍ସ ଅଛି ତା ସାର୍ଟିଫିକେଟ, ଏସବୁ ସାର୍ଟିଫିକେଟ ତମକୁ ଏଠି ଦେବା ପାଇଁ ପଡିବ। ଆବେଦନ ପାଇଁ ତମକୁ ଏଠି 500 ଟଙ୍କା ଗୋଟେ ଆପ୍ଲାଇ ଫି ବର୍ତ୍ତମାନ ସମୟରେ ରହୁଛି ଏବଂ ଯେତେବେଳେ ତୁମେ ଏକ୍ସାମରେ ବସିବ ତମର ସେ ପଇସାଟା ରିଫଣ୍ଡ ହେଇଯିବ। ତ ଏଠି ତମର ସିଲାବସ କଣ ରହିବ ଲକ୍ଷ୍ୟ କର, 100ଟା କ୍ୱେଶ୍ଚନ ରହିବ, 100 ମାର୍କର 2 ଘଣ୍ଟା ସମୟ ମିଳିବ। ଯୋଉଠି 60 ମାର୍କ ହେଲା ତମର ନର୍ସିଂ ଟପିକ, 25 ମାର୍କ ତମର ହେଲା କଣ ପ୍ରାକ୍ଟିକାଲ ସ୍କିଲ ଏବଂ 10 ମାର୍କ ହେଲା ତମର 10th ଆଉ 5 ମାର୍କ ହେଲା ତମର ଇଂଲିଶ। ମାନେ ଟୋଟାଲ ତମର ଏଠି 100 ମାର୍କର ଟେଷ୍ଟ ହବ। ତା ସହିତ ଦେଖ ଦିଅ ତୁମର ଏଠି -0.05 ତୁମର ନେଗେଟିଭ ମାର୍କ ମଧ୍ୟ ରହୁଛି। ତ এইটা তোমার পূর্বর পিলা মানে 2020 র ভ্যাকেন্সিটা এ বর্ষ তোমার কোউঠি কেতে কোন এই যে তোমার 5999টি ভ্যাকেন্সি কোউ হসপিটালে কেতে কোন ভ্যাকেন্সি আসিছি সেটা বহু জলদি আসিଯିବ। যদি তুমি মানে এতে পর্যন্ত আম টেলিগ্রাম গ্রুপরে জয়েন ହେଇନ ଏବେ ହିଁ টেলিগ্রাম গ্রুপরে জয়েন ହେଇଯାଅ, কারণ সেইଠି ହିଁ ତମମାନଙ୍କୁ ମୁଁ ସବୁ କିଛି ଜବର ଅପଡେଟ ଦେବି। ଯୋଉମାନେ ବି ଏତେ ପର୍ଯ୍ୟନ୍ତ টেলিগ্রাম গ্রুপরে জয়েন ହେଇନ ନିଶ୍ଚୟ ଉପରେ টেলিগ্রাম গ্রুপরে জয়েন ହେଇଯାଅ। ଏବଂ
ଆଗାମୀ ଦିନରେ ମାନେ ଆଉ ଅଳ୍ପ ଦିନ ଭିତରେ ତମର ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଏଇ ସବୁ ଭ୍ୟାକେନ୍ସି ଗୁଡ଼ିକ ମଧ୍ୟ ଆସିବା ପାଇଁ ଯାଉଛି। ତେଣୁ ଯଦି ତମେ ଏତେ ପର୍ଯ୍ୟନ୍ତ ପ୍ରିପାରେସନ ଷ୍ଟାର୍ଟ କରିନ, ଏବେ ହିଁ ନିଜର ପ୍ରିପାରେସନକୁ ଷ୍ଟାର୍ଟ କରିଦିଅ। ତା ସହିତ ଯଦି ତମକୁ ଗୋଟେ କମ୍ପ୍ୟୁଟର ସାର୍ଟିଫିକେଟ ଦରକାର, ତାହେଲେ ମଧ୍ୟ ତମେ ମାନେ ଗୋଟେ 3 ମାସର OSCIT କମ୍ପ୍ୟୁଟର ସାର୍ଟିଫିକେଟ କରିପାରିବ। କେମିତି କଣ କରିବ? ସ୍କ୍ରିନରେ ଆମ ନମ୍ବର ତୁମେ ଦେଖିପାରୁଥିବ। ଯଦି ତୁମେ ଘରେ ବସିକି ଗୋଟେ 3 ମାସର କମ୍ପ୍ୟୁଟର ସାର୍ଟିଫିକେଟ କରିବା ପାଇଁ ଚାହୁଁଛ, ସ୍କ୍ରିନରେ ଆମ ନମ୍ବର ଅଛି, ଆମକୁ କଣ୍ଟାକ୍ଟ କରିକି କରିପାରିବ। ମନେ ରଖିଥାଅ, ଏଇଟା ତୁମମାନଙ୍କ ପାଇଁ ଶେଷ ସୁଯୋଗ। ଏମିତି ସୁଯୋଗ ଆଉ ଆସିବ ନାହିଁ। ତେଣୁ ଏବେଠୁ ହିଁ ତମେ ଏଇ ସବୁ ଚାକିରି ପାଇଁ ଲାଗିପାର। ଯଦି ତୁମକୁ ଆଉ କିଛି ଡାଉଟ୍ ଅଛି, ତୁମେ ମାନେ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବ। ତ ଆଜି ପାଇଁ ଏତିକି। ରହିଲି, ନମସ୍କାର, ଜୟ ଜଗନ୍ନାଥ।